ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧା ରୋଡ ଅଧୀନରେ ରହିଛି ସର୍ବପୁରାତନ ରେତଙ୍ଗ ରେଳ ଷ୍ଟେସନ। ବିଭିନ୍ନ ସମୟରେ ଏହି ଷ୍ଟେସନ ନାମ ପରିବର୍ତ୍ତନ କରାଯାଇଛି। ପ୍ରଥମେ ଖଣ୍ଡଗିରି, ତାପରେ ତୃତୀୟାପଡ଼ା, ବର୍ତ୍ତମାନ ରେତଙ୍ଗ ରେଳ ଷ୍ଟେସନ। 16 ନମ୍ବର ଜାତୀୟ ରାଜପଥ ଠାରୁ ପ୍ରାୟ 5 କିଲୋମିଟର ଓ ଭୁବନେଶ୍ୱର ଉପକଣ୍ଠରେ ଏହି ଷ୍ଟେସନ ଅବସ୍ଥିତ। ଏହି ଷ୍ଟେସନରେ 4ଟି ପ୍ଲାଟଫର୍ମ, ଗୋଟିଏ ଫୁଟ ଓଭରବ୍ରିଜ ରହିଛି। ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଯାତ୍ରୀମାନଙ୍କର କହିବା ଅନୁଯାୟୀ ଏହି ଷ୍ଟେସନରେ ବହୁ ସମସ୍ୟା ଲାଗି ରହିଛି। ଯାତ୍ରୀମାନଙ୍କ ପାଇଁ ପ୍ରତୀକ୍ଷାଳୟ ନାହିଁ, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ନଥିବା ବେଳେ ଶୌଚାଳୟ ଓ ଆଲୋକୀକରଣର ବ୍ୟବସ୍ଥା ନାହିଁ। ଏହି ଷ୍ଟେସନରେ 7ଟି ପାସେଞ୍ଜର ଟ୍ରେନ ରୁହେ। ଭୋରୁ ଦିନ 10ଟା ପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡ, ପୁରୀ, ବରହମପୁର ଯିବା ପାଇଁ ଏଠାରେ କୌଣସି ଟ୍ରେନର ସୁବିଧା ନାହିଁ। ସବୁଠାରୁ ବଡ଼ କଥା ହେଲା ପଞ୍ଚୁପଲ୍ଲୀ ପ୍ରଧାନ ସାହି ଓ ଜାମୁକୋଳି ପଞ୍ଚାୟତ ପଟୁ ଆସୁଥିବା ହଜାର ହଜାର ଲୋକମାନଙ୍କ ପାଇଁ କୌଣସି ପ୍ରକାର ସିଧାସଳଖ ରୋଡ ରାସ୍ତାର ସୁବିଧା ନଥିବାରୁ ପ୍ରାୟ 2 କିଲୋମିଟର ରାସ୍ତା ଲେବୁଲ କ୍ରସିଂ ଅତିକ୍ରମ କରି ଲୋକମାନେ ଷ୍ଟେସନକୁ ଆସିବାକୁ ପଡ଼େ। ଦୀର୍ଘ ଦିନ ହେବ ସ୍ଥାନୀୟ ଅଞ୍ଚଳର ଲୋକପ୍ରତିନିଧି, ବୁଦ୍ଧିଜୀବୀମାନେ ଏଠି ଏକ ଫ୍ଲାଏଓଭର ବ୍ରିଜ ନିର୍ମାଣ କରିବା ପାଇଁ ରେଳ କର୍ତ୍ତୃପକ୍ଷଙ୍କ ପାଖରେ ଦାବି ଓ ଅନୁରୋଧ କରି ଆସୁଥିଲେ ମଧ୍ୟ ଏଯାବତ୍ କୌଣସି ସୁଫଳ ମିଳୁନାହିଁ। ଆସନ୍ତୁ ଜାଣିବା ଏମାନେ କ'ଣ କୁହନ୍ତି। ମୁଁ ବିପିନ ବିହାରୀ ପ୍ରଧାନ, ପୂର୍ବତନ ସରପଞ୍ଚ, ପଞ୍ଚପଲ୍ଲୀ ଗ୍ରାମ ପଞ୍ଚାୟତ। ବର୍ତ୍ତମାନ ଆମର ସକାଳୁ କୌଣସି ଟ୍ରେନ୍ ବରହମପୁର ବା ଖୋର୍ଦ୍ଧାକୁ ଯିବାକୁ କୌଣସି ଟ୍ରେନ୍ ନାହିଁ, ପୁରୀ ଯିବାକୁ ଟ୍ରେନ୍ ନାହିଁ, ସେଇଟା ହେଉଛି ବଡ଼ ସମସ୍ୟା। ତାପରେ ଓଭରବ୍ରିଜର ସମସ୍ୟା ଅଛି, ସେପଟେ ନିହାତି ଓଭରବ୍ରିଜ ଦରକାର, ଫ୍ଲାଏଓଭର ବ୍ରିଜ ଦରକାର ହେଉଛି। ଫ୍ଲାଏଓଭର ବ୍ରିଜ ନହେଲେ ଶହ ଶହ ଗାଡ଼ି ଅଟକି ରହୁଛି ଟ୍ରେନ୍ ଯୋଗୁଁ। ସବୁ ପ୍ରକାର ସମସ୍ୟା ରହିଛି। ଲାଟ୍ରିନ୍ ବାଥରୁମ୍ ବି ଏଠି ଭଲ ନାହିଁ। ପ୍ଲାଟଫର୍ମ କାମ ଚାଲିଥିଲେ ବି ସମ୍ପୂର୍ଣ୍ଣ ହୋଇନି, ଭଲ କାମ ବି ସେତେ ହେଇନି। ଏସବୁ ହେଇକି ଅଛି। ଆପଣଙ୍କର ଡିଆର୍ଏମ୍ ମହୋଦୟଙ୍କୁ ଅନୁରୋଧ କରିବୁ ଆମ ତରଫରୁ ଆଉ ସମସ୍ତ ଜନସାଧାରଣଙ୍କ ତରଫରୁ ଯେ ଯଥାଶୀଘ୍ର କାର୍ଯ୍ୟକୁ ସମାପ୍ତ କରାଯାଉ, ଲାଟ୍ରିନ୍ ବାଥରୁମ୍ ବ୍ୟବସ୍ଥା କରାଯାଉ ଆଉ ଷ୍ଟେସନର ନବୀକରଣ କରାଯାଉ। ଷ୍ଟେସନ କେମିତି ସୁନ୍ଦର ହେବ। ଆଉ ଏପଟେ ସିବି ରମଣ କଲେଜ ଅଛି, ସେପଟେ ଓଇସି କଲେଜ, ବହୁତ ଆର୍ଯ୍ୟନ କଲେଜ, ଆମର ବହୁତ କଲେଜ ଏଠି ଅଛି ରହିବା ସତ୍ତ୍ୱେ ତଥାପି ଏପର୍ଯ୍ୟନ୍ତ ଆମର କୌଣସି ଏକ୍ସପ୍ରେସ୍ ଟ୍ରେନ୍ ଏଠି ରହୁନି। ଆମେ ତେଣୁକରି ମାନ୍ୟବର ଡିଆର୍ଏମ୍ ମହୋଦୟଙ୍କୁ ଆଉ ରେଳ ପ୍ରବନ୍ଧକ ମହୋଦୟଙ୍କୁ ଜଣାଉଛୁ ଯେ କେମିତି ପ୍ରକାର ହେଉ ଏଠି ଯଥାଶୀଘ୍ର ଏହାର ସୁବ୍ୟବସ୍ଥା କରାଯାଉ। ଆଉ ଏଇଠି ଆମେ ଯେହେତୁ ଆସିଲୁ କଟକରୁ ଯାଉଛୁ ଏବେ ପୁରୀ, ଆମେ ଭାବିଲୁ ଏଇଠି ପାଣି ଥିବ, ଆମେ ବୋତଲ ନେଇକି 2ଟା ପିଲାକୁ ଛାଡ଼ିବୁ, କିନ୍ତୁ ଏଇଠି ପାଣିର କିଛି ବ୍ୟବସ୍ଥା ନାହିଁ। ଆମେ ଦେଖୁଛୁ ଆଗରେ ଯାଇକି ଯଦି କୋଉଠି ଭଲ ଷ୍ଟେସନ ଥିବ ସେଇଠି ଓହ୍ଲେଇକି ପାଣି ବ୍ୟବସ୍ଥା ଥିବ ଯଦି ନବୁ ଆମେ। ଆଉ ଏଠି ରେତଙ୍ଗ ଷ୍ଟେସନ ଓହ୍ଲେଇଲେ କ'ଣ ପାଇଁକା? ପାଣି ନାହିଁ। ତାହେଲେ ରେଳବାଇ ଡିଆର୍ଏମ୍ ସାର୍ଙ୍କୁ କ'ଣ କହିବେ? दीपक कुमार जेना, पूर्वतन अध्यक्ष जटणी ब्लॉक। आज्ञा, रेतंग रेल स्टेशन उपर आपण कौन कहबे? अरे मुख्य समस्या जोटा रही गोटे हूँ कनेक्टिविटी रोड जोटा पंचपल्ली पंचायत रेलवे स्टेशन को रास्ता। और द्वितीय समस्या हूँ फ्लाईओवर भी जो फाटक अच्छी रेलवे स्टेशन लेवल क्रॉसिंग, बहुत लोग असुविधार सम्मुखीन होती। यार जो डेभलप रेलवे स्टेशन जो डेभलप पानीय जल हो कि टॉयलेट हो व्यवस्था करने डीआरएम अनुरोध कर। जटणी वीरकिशोर बारिक, अंकुश न्यूज।